ମାତୃବୃନ୍ଦକୁ ପ୍ରଣାମ। ଆଜିର ଏହି ମାତୃ ସମ୍ମିଳନୀରେ ମୋତେ କିଛି କହିବା ପାଇଁ ସୁଯୋଗ ମିଳୁଛି, ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଏବଂ ସମସ୍ତଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ। ଆଜି ବସନ୍ତ ପଞ୍ଚମୀର ଏହି ଶୁଭ ଅବସରରେ ମୁଁ ମାଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଆଶୀର୍ବାଦ ଆମ ଭିତରେ ସବୁବେଳେ। ମା ବିଷୟରେ କିଛି କହିବାକୁ ଗଲେ ସର୍ବପ୍ରଥମେ ଗୋଟିଏ ବାକ୍ୟ ଆସେ ମନକୁ, ଜନନୀ ଜନ୍ମ ମହୋତ୍ସବ ସ୍ୱର୍ଗାଦପି ଗରିୟସୀ ମା ସକଳ ସୃଷ୍ଟିର ଆଧାର। ମାର ଆଖ୍ୟା ପାଉ ପାଉ ସେ ମନୁଷ୍ୟ ହଉ କିମ୍ବା ଚରାଚର ଜଗତର ଯେକୌଣସି ପ୍ରାଣୀ ହଉ, ମାତୃତ୍ୱର ବୋଧ ସ୍ୱତଃ ଚାଲି ଆସେ। ମାତୃତ୍ୱର ବୋଧ ପାଇଁ କୌଣସି ଶିକ୍ଷା କିମ୍ବା ପ୍ରଶିକ୍ଷଣର ଆବଶ୍ୟକତା ନଥାଏ। ଏହା ପ୍ରକୃତିର ଏକ ବରଦାନ। ମାତୃ ହୃଦୟ ହେଉଛି ସ୍ନେହର ପ୍ରତୀକ, ସଂସ୍କାରର ପ୍ରତୀକ। ଆଜିର ଏହି ମାତୃ ସମ୍ମିଳନୀରେ ଏହି ଅବସରରେ ମୁଁ ଆଜିର ସମାଜର ପରିପ୍ରେକ୍ଷୀରେ ନିଜର ଅନୁଭୂତିକୁ ନେଇ କିଛି କହିବାକୁ ଚେଷ୍ଟା କରୁଛି। ଗୋଟିଏ ସନ୍ତାନର ଶାରୀରିକ ଓ ମାନସିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ହେଉଛି ସନ୍ତୁଳିତ ଆହାର, ସ୍ୱଚ୍ଛତା, ପରିବାରର ପ୍ରେମମୟ ପରିବେଶ ଏବଂ ସର୍ବୋପରି ହେଉଛି ସଂସ୍କାର। ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ବହୁତ ଭାଗ୍ୟବାନ, କାରଣ ସମସ୍ତ ଆଧୁନିକ କଳା କୌଶଳ ସହିତ ସଂସ୍କାରର ଶିକ୍ଷାରେ ମଧ୍ୟ ସେମାନେ ଅଗ୍ରଣୀ। କଳା, ବିଜ୍ଞାନ, ଶିକ୍ଷା, ନୃତ୍ୟ ସବୁ କ୍ଷେତ୍ରରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ଅଶେଷ କୃତିତ୍ୱ ରହିଛି। ଏହି ତା ସାଙ୍ଗରେ ମ୍ୟାଟ୍ରିକ୍ସ କିମ୍ବା +2 ଏହାର ପରୀକ୍ଷାର ଫଳାଫଳ ମଧ୍ୟ ଏହାର ନିଦର୍ଶନ। ଛାତ୍ରଛାତ୍ରୀଙ୍କର ଏହିସବୁ ସଫଳତା ପଛରେ ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟ, ଗୁରୁଜୀ, ଗୁରୁମାଙ୍କର କଠୋର ପରିଶ୍ରମ ନିହିତ ରହିଛି, ଏହା ନିଃସନ୍ଦେହ। ମା'ମାନଙ୍କ ପାଇଁ ଦୁଇ ପଦ କହିବାକୁ ଚାହୁଁଛି। ମୁଁ ଯାହା ବି କହିବି ନିଜର ଅନୁଭୂତିରେ କହିବି, କିଛି କେହି ଖରାପ ଭାବିବେନି। ମୋର ବି ଗୋଟେ ପୁଅ ଅଛି। ପୁଅମାନଙ୍କୁ ତ ଆମେ ବହୁତ ଯତ୍ନ ନେଉ, ମା'ମାନଙ୍କର ପୁଅମାନେ ବହୁତ ପ୍ରିୟ, ଯତ୍ନ ନେଉ। କିନ୍ତୁ ମୋର ଅନୁରୋଧ ଅଛି ପୁଅମାନଙ୍କୁ ଟିକେ ଆତ୍ମନିର୍ଭରଶୀଳ କରିକି ଗଢ଼ନ୍ତୁ। ନିଜର ଦୈନନ୍ଦିନ କାମ ନିଜେ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଝିଅମାନଙ୍କ ବିଷୟରେ ମୁଁ କହିବି, ଝିଅମାନଙ୍କୁ ତ ଆମେ ବହୁତ ସଂସ୍କାର ଦେଉ। ଘରର ଲୋକ, ବାହାରର ଲୋକ ସମସ୍ତେ କହୁ ଝିଅରେ ଏମିତି ରହିବୁ, ଝିଅରେ ଏମିତି କଥା କହିବୁ। ମୋର ଅନୁରୋଧ ମା'ମାନଙ୍କୁ, ଆପଣ ଝିଅମାନଙ୍କୁ ସଂସ୍କାର ନିଶ୍ଚିତ ଭାବରେ ଦିଅନ୍ତୁ, କିନ୍ତୁ କୁସଂସ୍କାର ସାଙ୍ଗରେ ଲଢ଼ିବା ପାଇଁ, ମୁକାବିଲା କରିବା ପାଇଁ ଯଥୋଚିତ ଶକ୍ତି, ସାମର୍ଥ୍ୟ ଏବଂ ସାହସ ମଧ୍ୟ ଦିଅନ୍ତୁ। ଆଉ ଗୋଟେ ଜିନିଷ, ଆଜିକାଲି ସମାଜର ବହୁତ ବଡ଼ ଜିନିଷ ହେଉଛି ଇଲେକ୍ଟ୍ରୋନିକ୍ ମିଡ଼ିଆ, ମୋବାଇଲ। ଏଇସବୁ ଜିନିଷର ଯେତିକି ଉପକାରିତା ଅଛି ସେତିକି ଅପକାରିତା ମଧ୍ୟ ରହିଛି। ଶିଶୁର ଚକ୍ଷୁର ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି। ସେଥିପାଇଁ ମୋବାଇଲର ବ୍ୟବହାରକୁ ନିୟନ୍ତ୍ରିତ କରନ୍ତୁ, ସବୁବେଳେ ସତର୍କ ରୁହନ୍ତୁ। ଗୋଟିଏ ସନ୍ତାନକୁ ପାଳନ ପୋଷଣ କରି ତାକୁ ଗୋଟିଏ ଭଲ ରାସ୍ତାରେ ପକାଇବା, ଗୋଟେ ଭଲ ମଣିଷ କରି ଗଢ଼ି ତୋଳିବା କୌଣସି ତପସ୍ୟାରୁ କମ୍ ନୁହେଁ। ଏସବୁ ସତ୍ତ୍ୱେ ବି ଯଦି କୌଣସି ବାହ୍ୟ ଶକ୍ତି, ବାହ୍ୟ ପ୍ରଭାବରେ, ପରିବେଶ ପ୍ରଭାବରେ ଯଦି ଆପଣଙ୍କର ଛୁଆ ଟିକେ ପଥଚ୍ୟୁତ ହେଉଛି, ତାହେଲେ ଧୈର୍ଯ୍ୟ ଧରା ମହତ୍ଵ ନାହିଁ। ବୁଝେଇ ସୁଝେଇ ତାକୁ ପୁଣି ରାସ୍ତାକୁ ନେଇ ଆସନ୍ତୁ। ଗୋଟିଏ ନାରୀ ଚାହିଁଲେ ସବୁ କିଛି କରିପାରେ। ଆଉ ଗୋଟେ ଜିନିଷ ହେଉଛି, ନିଜ ଜୀବନରେ ସମସ୍ତେ ଯୋଗ ପ୍ରାଣାୟାମ କରନ୍ତୁ। ଯୋଗ ପ୍ରାଣାୟାମ କଲେ ଶରୀରର ରୋଗ ପ୍ରତିଷେଧକ ଶକ୍ତିଟା ବୃଦ୍ଧି ହୁଏ,
ବୃତ୍ତି କିମ୍ବା ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ବି ତାଙ୍କୁ ସହଯୋଗ କରନ୍ତୁ, ଉତ୍ସାହିତ କରନ୍ତୁ। ଶେଷରେ ମୁଁ କହିବି ଯେ ସମାଜ ଗୋଟେ ବ୍ୟକ୍ତିର ବିକାଶରେ ସମାଜର ଅବଦାନ ଅକଳନୀୟ। ସେଥିପାଇଁ ସମାଜକୁ ମଧ୍ୟ ସମାଜର ଉନ୍ନତିରେ ମଧ୍ୟ ଆମର ଯୋଗଦାନ କରିବାକୁ ପଡ଼ିବ। ସ୍ୱାମୀ ବିବେକାନନ୍ଦ କହିଥିଲେ, The whole life is of giving, that nature will force you to give. So give willingly, you will have to give up. ସମାଜରୁ ଆମେ ଯେତିକି ଉପକୃତ ହେଇଛେ ତାହାକୁ ଆମକୁ ପ୍ରତିଦାନ କରିବାକୁ ପଡ଼ିବ। ସମସ୍ତଙ୍କୁ ନିଜ ନିଜର ସାମର୍ଥ୍ୟ ଅନୁସାରେ ସମାଜର ସେବାରେ ଯୋଗଦାନ ଦେବାକୁ ପଡ଼ିବ। ଛୋଟ ଛୋଟ ବିନ୍ଦୁରୁ ସାଗରର ସୃଷ୍ଟି ହୁଏ। ଏକ ସୁସ୍ଥ ସବଳ ସନ୍ତୁଳିତ ଜନମାନସ ହିଁ ଏକ ଉନ୍ନତ ଜାତି, ଉନ୍ନତ ସମାଜ ଏବଂ ଏକ ପ୍ରଭାବକାରୀ ଦେଶର ପରିଚୟ ଅଟେ। ଏହି ଶେଷରେ ମୁଁ ଏହି ଅନୁଷ୍ଠାନର ସମସ୍ତ ସଦସ୍ୟ ଏବଂ ଛାତ୍ରଛାତ୍ରୀଙ୍କର